ओम श्री साईराम। पिलामाने तुम समस्त मोर सप्रेम साईराम एवं हापी क्रिसमस। जे गोटे बहुत पवित्र दिन। ଏହି ଅବସରରେ ମୁଁ ତୁମ ସମସ୍ତଙ୍କୁ ଅନେକ ଶୁଭକାମନା ଜଣାଉଛି। ଆଶା କରୁଛି ତୁମମାନେ ଆଜିର ଦିନଟିକୁ ବହୁତ ଏଞ୍ଜୟ କରିବ, ଉପଭୋଗ କରିବ ଏବଂ ତା ସହିତ ମଧ୍ୟ କିଛିଟା ପାଠ ମଧ୍ୟ ପଢିବ। ଅଷ୍ଟମ ଶ୍ରେଣୀର ଗଣିତକୁ ଆମେ ଚର୍ଚ୍ଚା କରୁଥିଲେ। ଦ୍ୱିତୀୟ ଅଧ୍ୟାୟ ଯାହାକି ପରିମେୟ ସଂଖ୍ୟା ବିଷୟରେ ଥିଲା, ସେହି ବିଷୟରେ ଆମେ ଆଲୋଚନାକୁ ଜାରି ରଖିଥିଲେ ଏବଂ ଗତକାଲି ଆମେ ବିଭିନ୍ନ ସେଟ୍ରେ ଯେଭଳି କି ଗଣନ ସଂଖ୍ୟା ସେଟ୍ ବା ସାମଗ୍ରିକ ସଂଖ୍ୟା ସେଟ୍ ବା ପୂର୍ଣ୍ଣ ସଂଖ୍ୟା ବା ପରିମେୟ ସଂଖ୍ୟା ସେଟ୍, ଏହି ସେଟ୍ ଗୁଡ଼ିକରେ ବିଭିନ୍ନ ପ୍ରକ୍ରିୟା ଯେପରିକି ଯୋଗ କ୍ରିୟା, ବିୟୋଗ କ୍ରିୟା, ଗୁଣନ କ୍ରିୟା ଓ ହରଣ କ୍ରିୟା କିଭଳି ଭାବେ ବିଭିନ୍ନ ନିୟମ ପାଳନ କରନ୍ତି ବା ପାଳନ କରନ୍ତି ନାହିଁ, ତାକୁ ଆମେ ବିଭିନ୍ନ ଉଦାହରଣ ସହିତ ଏବଂ ଜେନେରାଲ ଫର୍ମରେ କହିଲେ ଆମେ ଏ ଆଉ ବି କିମ୍ବା ଏ ବି ସି କିମ୍ବା ପରିମେୟ ସଂଖ୍ୟା ବିଷୟରେ କହିଲେ ଆମେ P1/Q1, P2/Q2 ଏବଂ P3/Q3 କୁ ନେଇ ବିଭିନ୍ନ ପ୍ରକାର ନିୟମକୁ ଚେକ୍ କରିଥିଲେ। ବିଭିନ୍ନ ପ୍ରକାର ନିୟମ ଯେଉଁଭଳି କି ସମୃଦ୍ଧି ନିୟମ। ସମୃଦ୍ଧି ନିୟମ କହିଲେ କଣ ମତେ କୁହ? ତମେ ଯେକୌଣସି ଦୁଇଟି ସଂଖ୍ୟାକୁ ନବ, ଯଦି ସେମାନଙ୍କୁ ମିଶେଇବ ବା ସେମାନଙ୍କର ବିୟୋଗଫଳ ନବ ବା ଗୁଣନଫଳ ନବ କିମ୍ବା ହରଣଫଳ ନବ, ଯଦି ତାହା ଆଉ ଗୋଟେ ସଂଖ୍ୟା ହୁଏ ଏବଂ ସେଇ ସଂଖ୍ୟାଟି ତମେ ଯୋଉ ସେଟରେ ଚେକ୍ କରୁଛ ସେଇ ସେଟର ଏଲିମେଣ୍ଟ ହୁଏ, ତାହେଲେ ତମେ କହିବ ଯେ ସେଇ ପ୍ରକ୍ରିୟାଟି କଣ, ଯୋଉ ସେଟରେ ତମେ ନେଇଛ ଏଲିମେଣ୍ଟ ଗୁଡ଼ିକୁ ସେଇ ସେଟରେ ସମୃଦ୍ଧି ନିୟମ ପାଳନ କରେ। ତୁମମାନଙ୍କୁ ମୁଁ କହିଥିଲି ଯେ ଯୋଗ ପ୍ରକ୍ରିୟା ଏବଂ ଗୁଣନ ପ୍ରକ୍ରିୟା ସବୁ ସେଟରେ ସମୃଦ୍ଧି ନିୟମ ପାଳନ କରିବେ, କିନ୍ତୁ ବିୟୋଗ ପ୍ରକ୍ରିୟା ଗଣନ ସଂଖ୍ୟା ସେଟରେ କରିବ ନାହିଁ ଏବଂ କୋଉଠି ଅଖଣ୍ଡ ସଂଖ୍ୟା ସେଟରେ କରିବ ନାହିଁ, କିନ୍ତୁ ପୂର୍ଣ୍ଣ ସଂଖ୍ୟା ସେଟରେ କରିବ। ଆଉ କୋଉଠି କରିବ? ପରିମେୟ ସଂଖ୍ୟାଟିରେ କରିବ। ଏଇଟା ମତେ ତୁମମାନଙ୍କୁ କହିଥିଲି। ସେଭଳିଆ ଆମେମାନେ ଦେଖିଲେ କ୍ରମ ବିନିମୟ ନିୟମ। କ୍ରମ ବିନିମୟ ନିୟମ କହିଲେ A ପ୍ଲସ୍ B ସମାନ B ପ୍ଲସ୍ A ବା A ଗୁଣନ B ସମାନ B ଗୁଣନ A, କିନ୍ତୁ A ମାଇନସ୍ B ଇଜ ନଟ୍ ଇକ୍ୱାଲ ଟୁ B ମାଇନସ୍ A ଏବଂ A ହରଣ B ନଟ୍ ଇକ୍ୱାଲ ଟୁ B ହରଣ A। ଏଇଟା ମଧ୍ୟ ଆମେ ବିଭିନ୍ନ ପ୍ରକାର ସେଟରେ ଦେଖିଥିଲେ। ଏବଂ ତୁମମାନଙ୍କୁ ମୁଁ କହିଥିଲି ଯେ ଯୋଗ କ୍ରିୟା ଓ ଗୁଣନ କ୍ରିୟା ଯେଉଁଭଳି ସମୃଦ୍ଧି ନିୟମ ସବୁ ସେଟରେ ପାଳନ କରନ୍ତି, ସେଇଭଳି ସେମାନେ କ୍ରମ ବିନିମୟ ନିୟମ ମଧ୍ୟ ସବୁ ସେଟରେ ପାଳନ କରନ୍ତି, କିନ୍ତୁ ବିୟୋଗ ଓ ହରଣ କ୍ରିୟା କୌଣସି ପ୍ରକାର ସେଟରେ କରନ୍ତି ନାହିଁ କ୍ରମ ବିନିମୟ ନିୟମ। ତାପରେ ଆମେ କଣ ଦେଖିଥିଲେ? ସହଯୋଗୀ ନିୟମ। ସହଯୋଗୀ ନିୟମ କହିଲେ A ପ୍ଲସ୍ B ବନ୍ଧନୀ ଭିତରେ ରହିବ, ଚନ୍ଦ୍ର ବନ୍ଧନୀ ଭିତରେ ରହିବ ପ୍ଲସ୍ ସି, ଯାହା ହବ A ପ୍ଲସ୍ B ପ୍ଲସ୍ ସି କୁ ଚନ୍ଦ୍ର ବନ୍ଧନୀ ମଧ୍ୟରେ ରଖି ସରଳ କରି ମିଶେଇଲେ ଏ ସହିତ ସେଇଆ ହବ। ଏବଂ ଏଇଟା ମଧ୍ୟ ଆମେ ଦେଖିଥିଲେ ଯେ ଯୋଗ କ୍ରିୟା ଓ ଗୁଣନ କ୍ରିୟା ସବୁ ସେଟରେ ଧର୍ମକୁ ପାଳନ କରେ, କିନ୍ତୁ ବିୟୋଗ କ୍ରିୟା ହରଣ କ୍ରିୟା କରେ ନାହିଁ। ଆଜି ପିଲେ ଆମେ ଆଉ କିଛିଟା ନିୟମକୁ ଦେଖିବା, ତା ବିଷୟରେ ଚର୍ଚ୍ଚା କରିବା। ଭାରି ଇଣ୍ଟରେଷ୍ଟିଂ ନିୟମ ପିଲେ। ପିଲେ ଏଇ ନିୟମ ଗୁଡ଼ିକ ତୁମର ଷଷ୍ଠ ଶ୍ରେଣୀରେ ଅଛି, ସପ୍ତମ ଶ୍ରେଣୀରେ ଅଛି, ଅଷ୍ଟମରେ ଅଛି ଏବଂ ନବମରେ ଅଛି। ତୁମେ ଯେଉଁ କ୍ଲାସର ଷ୍ଟୁଡେଣ୍ଟ ହେଉଥାଅ ନା କାହିଁକି, ତୁମେ ୟାକୁ ଜାଣିବା ନିହାତି ଜରୁରୀ। ଏବଂ ଏଥିରେ କିଛି ଅଲଗା କଣ କହିଲ ମାନେ ଫରକ ନାହିଁ, ସବୁ କ୍ଲାସରେ ସେମ୍ ନିୟମ ଗୁଡ଼ିକ ଅଛି। ତେଣୁ ତୁମେ ଥରେ ବୁଝି ନେଲେ, ଯୋଉମାନେ ମାନଙ୍କର ଅଷ୍ଟମ ଶ୍ରେଣୀରେ ପଢୁଛ, ଷଷ୍ଠ ସପ୍ତମରେ ବୁଝିନାଅ, ଆଜି ଥରେ ବୁଝି ନେବ, ନବମରେ ଆଉ ବୁଝିବାକୁ ପଡିବ ନାହିଁ। ତ ପ୍ରଥମେ ଆଜି ପିଲେ କଣ ଦେଖିବା? ଶୂନର ତାତ୍ପର୍ଯ୍ୟ ଦେଖିବା। ତ ଶୂନର କଣ ବିଶେଷତ୍ୱ ଅଛି ସେଟାକୁ ଆଜି ଆମେ ଦେଖିବା। ହେଲେ ମତେ କହିଲ, ତୁମେ ଯେକୌଣସି ସଂଖ୍ୟାକୁ ଶୂନ ସହିତ ମିଶେଇବ, ମନେକର ତୁମେ କଣ କରିବ ନା ଗୋଟେ ସଂଖ୍ୟା ନବ 5, ତୁମେ ପିଲେ 5 କୁ ଶୂନରେ ମିଶାଅ, କେତେ ହବ ମତେ କୁହ? 5 ହବ। ସେଭଳିଆ ତୁମେ -5 କୁ ଶୂନରେ ମିଶା, କେତେ ହବ ମତେ କୁହ? ବି -5 ହବ। ତୁମେ 2 ବିଭକ୍ତକ 3 କୁ ପିଲେ ଶୂନରେ ମିଶାଅ, କେତେ ହବ ମତେ କୁହ? 2 ବିଭକ୍ତକ 3 ହବ। ତାର ତ ତୁମେ କଣ ଦେଖୁଛ? ତୁମେ ଯେକୌଣସି ସଂଖ୍ୟା, ଇଭେନ ତୁମେ ଶୂନରେ ମଧ୍ୟ ଶୂନ ମିଶାଅ ପିଲେ, କଣ ହବ ମତେ କୁହ? ଶୂନ ହବ। ତାର ତ ତୁମେ ଯେକୌଣସି ସଂଖ୍ୟାକୁ ଶୂନ ସହିତ ଯୋଗ କଲେ ତୁମକୁ ସେଇ ସଂଖ୍ୟା ହିଁ ମିଳିବ। ଏମିତି ଆଉ କିଛି ସଂଖ୍ୟା ଅଛି କି ପିଲେ ମତେ କହିଲେ ଶୂନ ବ୍ୟତୀତ, ଯିଏ କି ଏଇଭଳିଆ ଆମକୁ ମିଶେଇ ଦେଲେ ସେଇ ସଂଖ୍ୟାଟି ଦବ? ତୁମେ ଚେଷ୍ଟା କର। ମନେକର ପିଲେ ମୁଁ କହିବି 1, ତୁମେ 5ରେ 1 ମିଶିଲେ କେତେ ହବ ମତେ କୁହ? 5ରେ 1 ମିଶିଲେ ତୁମକୁ 6 ମିଳିବ। 5 ଆଉ ମିଳିବ କି? ମିଳିବନି। ସେଭଳିଆ -2ରେ ତୁମକୁ 1 ମିଶିଲେ କେତେ ମିଳିବ? -1 ମିଳିବ।
ବୁଝି ହଉଛି କି ବୁଝି ହଉନି? ତାର ତ ପିଲେ କଣ, ତାର ତ ତୁମେ ଶୂନ ବ୍ୟତୀତ ଏଭଳି ଆଉ କୌଣସି ସଂଖ୍ୟା ପାଇବ ନାହିଁ ଯିଏ କି ଅନ୍ୟ ଏକ ସଂଖ୍ୟା ସହ ଯୋଗ କଲେ ତୁମକୁ ସେଇ ସଂଖ୍ୟାଟି ଦେଇଦବ। ତାହେଲେ ମତେ କୁହ, ଶୂନର ଏଇଟା ଗୋଟେ ବିଶେଷ ଗୁଣ କି ନାହିଁ ମତେ କହିଲ? ଶୂନର ଏଇଟା ଗୋଟେ ବିଶେଷତ୍ବ କି ନାହିଁ? ଗୋଟେ ସ୍ପେଶିଆଲ ଧର୍ମ। ବୋଲେ ଏଇ ଧର୍ମଟାକୁ କଣ କୁହାଯାଏ ମତେ କହିଲ? ଅଭେଦ କୁହାଯାଏ। କଣ କୁହାଯାଏ? ଅଭେଦ। ଯେହେତୁ ଶୂନକୁ ଆମେ ମିଶେଇଲେ, ମିଶାଣ ଫଳ କଲେ ବା ଯୋଗ କ୍ରିୟା କଲେ ଅନ୍ୟ ଯେକୌଣସି ସଂଖ୍ୟା ସହିତ, ସେ ଗଣନ ସଂଖ୍ୟା ହେଇଥାଉ ବା ସେ କଣ ସମ୍ପ୍ରସାଦ ଗଣ ସଂଖ୍ୟା ହେଇଥାଉ, କିମ୍ବା ପୂର୍ଣ୍ଣ ସଂଖ୍ୟା ହେଇଥାଉ, କିମ୍ବା ପରିମେୟ ସଂଖ୍ୟା ହେଇଥାଉ, ଯେକୌଣସି ସଂଖ୍ୟା ସହିତ ଶୂନ ଯଦି ଆମେ ଆଡ କରିବା ବା ମିଶେଇବା, ତୁମକୁ ସେ ସେଇ ସଂଖ୍ୟାଟି ରିଟର୍ଣ କରିଦବ, ଫେରେଇ ଦବ। ତ ଏଇଭଳି ଧର୍ମକୁ ଆମେ କଣ କହିବା? ଅଭେଦ କହିବା। ଯେହେତୁ ଏଟା ଯୋଗ କ୍ରିୟା ଆମେ କରୁଛେ, ଯୋଉ ପ୍ରକ୍ରିୟାଟି ଅବଲମ୍ବନ କରୁଛି ତା ଯୋଗ କ୍ରିୟା, ତ ଆମେ କହିବା ଶୂନ ଗୋଟିଏ ଯୋଗାତ୍ମକ ଅଭେଦ ବା ଶୂନକୁ କଣ କୁହାଯାଏ ପିଲେ? ଯୋଗାତ୍ମକ ଅଭେଦ କୁହାଯାଏ। କ୍ୟୁ ସେଟ ରେ, ପରିମେୟ ସଂଖ୍ୟା ସେଟ ରେ ତାକୁ ଅଭେଦ କୁହାଯାଏ। ହେଲେ ତୁମ ମନରେ କୋଶ୍ଚିନ୍ ଆସିବ, ଅଭେଦ କହିଲେ କଣ ପିଲେ? ଅଭେଦ ବା ତାକୁ ଇଂରାଜୀରେ କହନ୍ତି ପିଲେ ଆଇଡେଣ୍ଟିଟି। ଆଇଡେଣ୍ଟିଟି। ହେଲେ ତୁମମାନେ ଦେଖିଥିବ ପିଲାମାନେ, ତୁମମାନେ ଯେତେବେଳେ ସ୍କୁଲ ଯାଉଛ, ତୁମମାନଙ୍କର ଗୋଟେ ଗୋଟେ ସବୁ କଣ ଅଛି ମତେ କୁହ? ଗୋଟେ ଗୋଟେ ଆଇଡେଣ୍ଟି କାର୍ଡ ପକେଇକି ଯାଉଛ। ଏଥିରେ ତୁମର କଣ ଲେଖା ହେଇଛି? ନାଁ ଲେଖା ହେଇଛି କି ନାଇଁ? ମନେକର ସାନୁ ଗୋଟେ ପିଲା ଯିଏକି ଅଷ୍ଟମ ଶ୍ରେଣୀରେ ପଢେ, ସେ ଗୋଟେ ଆଇଡେଣ୍ଟି କାର୍ଡ ନେଇକି ଯାଉଛି ସ୍କୁଲକୁ, ତା ଦେହରେ ସାନୁ ହିଁ ଲେଖା ହେଇଛି। ତାର ତ ଏଇ ଆଇଡେଣ୍ଟି କାର୍ଡଟି ମନେକର ସାନୁର ହଜିଯିବ, ତ ଯିଏ ପାଇବ ସେ ନେଇକି ସାନୁକୁ ହିଁ ଦବ, ହଁ କି ନାଇଁ? ସେ ତ ରାମକୁ ଦବନି କି ସୀତାକୁ ଦବନି। କଣ ପାଇଁ? ଏଥିରେ ସାନୁ ବିଷୟରେ ସବୁ ଜିନିଷ ଲେଖା ହେଇଛି। ତା ଅର୍ଥ ଏଇଟା ହଉଛି କଣ? ଆଇଡେଣ୍ଟିଟି କାର୍ଡ। ସେଇଭଳିଆ ପିଲେ ସବୁ ସଂଖ୍ୟା ମାନଙ୍କର, ମନେକର ପାଞ୍ଚ ଗୋଟେ ସଂଖ୍ୟା, ପାଞ୍ଚର ଗୋଟେ ଆଇଡେଣ୍ଟିଟି ଅଛି, ଗୋଟେ ବିଶେଷତ୍ୱ ଅଛି, ହଁ କି ନାଇଁ? ଗୋଟେ ପରିଚୟ ପତ୍ର ଅଛି କି ନାଇଁ? ଶୂନ ସହିତ ଯଦି ମୁଁ ତାକୁ ମିଶଉଛି, ତାର ପରିଚୟ ପତ୍ର ବା ତାର କଣ, ତାର ଆଇଡେଣ୍ଟିଟି ଚେଞ୍ଜ ହଉଛି କି? ଚେଞ୍ଜ ହଉନାହିଁ। ଯେହେତୁ ତୁମେ ଯେକୌଣସି ସଂଖ୍ୟାକୁ, ଯେକୌଣସି ପରିମେୟ ସଂଖ୍ୟାକୁ ଶୂନ ସହିତ ଯୋଗ କଲେ ତାର ଆଇଡେଣ୍ଟିଟି ବା ତାର କଣ ପରିଚୟ ଚେଞ୍ଜ ହଉନାହିଁ, ଶୂନକୁ ଆମେ କଣ କହିବା? ସେଥିପାଇଁ ଗୋଟେ ଇଏ ଗୋଟେ ଆଇଡେଣ୍ଟି, ଇଏ କଣ ଗୋଟେ? ଇଏ ଗୋଟେ ଅଭେଦ ବା ଇଏ ଗୋଟେ ଆଇଡେଣ୍ଟିଟି। ଯେହେତୁ ଆଇଡେଣ୍ଟିଟି ଚେଞ୍ଜ କରୁନାହିଁ। ଅଭେଦ ମାନେ କହିଲେ ଯିଏ ଭେଦ କରୁନାହିଁ, ଇଏ କୌଣସି ସଂଖ୍ୟା ସହିତ ଭେଦ କରୁନାହିଁ। ତୁମେ ଗଣନ ସଂଖ୍ୟା ନିଅ, ମୁଁ କହିଲି ଏବେ ତୁମମାନଙ୍କୁ ସମ୍ପ୍ରସାରଣ ସଂଖ୍ୟା ନିଅ, ଜେଡ ସେଟ ର ସଂଖ୍ୟା ନିଅ ବା କ୍ୟୁ ସେଟ ର ସଂଖ୍ୟା ନିଅ, ଇଏ ଯେକୌଣସି ସଂଖ୍ୟାକୁ ତୁମେ ଯଦି ନବ, ଶୂନ ସହିତ ମିଶେଇ ଦବ, ସେ ତମକୁ ସେଇ ସଂଖ୍ୟା ଦେଇଦବ। ତାର ଇଏ କିଛି ଭେଦଭାବ କରୁଛି କି କାହା ସହିତ? କୌଣସି ସଂଖ୍ୟା ସେଟରେ ଭେଦଭାବ କରୁଛି କି? କରୁନାହିଁ। ଏଇ ବିଶେଷତ୍ୱ ଯୋଗୁ ଆମେ ପିଲେ ଶୂନକୁ କହେ ଯୋଗାତ୍ମକ ଅଭେଦ, ବା ଇଂରାଜୀରେ କହନ୍ତି ତାକୁ ଆଡିଟିଭ ଆଇଡେଣ୍ଟିଟି। କଣ? ଆଡିଟିଭ ଆଇଡେଣ୍ଟିଟି। ବୁଝିଲା କି ବୁଝିନି? ଆଚ୍ଛା ପିଲେ ମତେ କୁହ, ଏ ଶୂନଟି କୋଉ ସେଟରେ ଅଛି? ଶୂନଟି ମୋର ଏନ୍ ସେଟରେ ନାହିଁ, ସମ୍ପ୍ରସାରିତ ଗଣନ ସଂଖ୍ୟା ସେଟରେ ବି ନାହିଁ, ଜେଡ ସେଟରେ ଅଛି ଏବଂ କ୍ୟୁ ସେଟରେ ଅଛି, ହଁ କି ନାଇଁ? ତାହେଲେ ଆମେ କଣ କହିବା ପିଲେ? ଆମେ କହିବା ଯୋଗାତ୍ମକ ଅଭେଦଟି ପରିମେୟ ସଂଖ୍ୟା ସେଟରେ ଅବସ୍ଥିତ, ପୂର୍ଣ୍ଣ ସଂଖ୍ୟା ସେଟରେ ଅବସ୍ଥିତ, ଅବସ୍ଥା ମାନେ ଅଛି। କିନ୍ତୁ ହଁ, ଏଇଠି ପିଲେ ତୁମର ଅଛି, ଦେଖ କୋଉଠି? ଏନ୍ ଷ୍ଟାର ଅଛି। ଏନ୍ ଷ୍ଟାର କହିଲେ ପିଲେ କଣ? ଶୂନ ସହିତ ଆଡ ହେଇଯିବ ନା। ତ ଏନ୍ ଷ୍ଟାର ସେଟରେ ଅଛି, ମାନେ ସାମଗ୍ରିକ ସଂଖ୍ୟା ସେଟରେ ଅଛି, କିନ୍ତୁ ଗଣନ ସଂଖ୍ୟା ସେଟରେ ନାହିଁ। ଏତିକି ପିଲେ ମନେ ରଖିବେ। ଯେହେତୁ ଶୂନ ଗଣନ ସଂଖ୍ୟାରେ ନାହିଁ, ତ ଆମେ କହିବା ଯେ ଶୂନ ବା ଯୋଗାତ୍ମକ ଅଭେଦ ଗଣନ ସଂଖ୍ୟା ସେଟ ପାଇଁ ଆପ୍ଲିକେବୁଲ ନୁହଁ, ଯେହେତୁ ସେ ନାହିଁ ସେଠି। କିନ୍ତୁ ସେମାନଙ୍କୁ ମିଶିଲେ ତୁମକୁ ସେଇ ସଂଖ୍ୟା ସେ ଦବ। କିନ୍ତୁ ଯଦି ଆମେ କହିବା ଯେ ଗଣନ ସଂଖ୍ୟା ସେଟରେ କଣ ଯୋଗାତ୍ମକ ଅଭେଦ ଅଛି କି ନାହିଁ, ଏତିକି ପିଲେ ମନେ ରଖିବ। ସେଇଭଳିଆ ପିଲେ ମତେ କୁହ, ଏକର କଣ ତାତ୍ପର୍ଯ୍ୟ ଅଛି ବା ଏକର କଣ ମହତ୍ଵ ବା ସ୍ପେଶିଆଲ ଗୁଣ କଣ ଅଛି? ସ୍ପେଶିଆଲ ଫିଚର, ସ୍ପେଶିଆଲ ଫିଚର ବା ସ୍ପେଶିଆଲ ପ୍ରପର୍ଟି କଣ ଅଛି ଦେଖିବା। ହେଲେ ତୁମେ ଜାଣିଛ, ଯେକୌଣସି ସଂଖ୍ୟାକୁ ମନେକର ତୁମେ ଏକ ସହିତ ଗୁଣନ କରିବ, ପାଞ୍ଚ କୁ ଏକରେ ଗୁଣିବ, କେତେ ମିଳିବ ମତେ କୁହ ପିଲେ? ପାଞ୍ଚ ମିଳିବ, ହଁ କି ନାହିଁ ମତେ କୁହ? ତୁମେ କଣ କରିବ ନା ଶୂନକୁ ଏକରେ ଗୁଣିବ, କେତେ ମିଳିବ? ଶୂନ ମିଳିବ। ମାଇନସ ପାଞ୍ଚ କୁ ଏକରେ ଗୁଣିବ, କେତେ ମିଳିବ ମତେ କୁହ? ମାଇନସ ପାଞ୍ଚ ମିଳିବ। 2/3 କୁ ଏକ କଣ କରିବ ପିଲେ? ଏକରେ ଗୁଣିବ, କେତେ ମିଳିବ ମତେ କୁହ? 2/3 ମିଳିବ। -4/5 କୁ ତୁମେ ଏକରେ ଗୁଣିବ, କେତେ ମିଳିବ? -4/5 ମିଳିବ। ତା ଅର୍ଥ ଯେଉଁଭଳିଆ ଯୋଗ କ୍ରିୟାରେ କଣ ତୁମେ ଶୂନକୁ ଯେକୌଣସି ସଂଖ୍ୟାରେ ଆଡ କଲେ ବା ଯୋଗ କଲେ ସେଇ ସଂଖ୍ୟା ମିଳୁଥିଲା, ସେଇଭଳି ଗୁଣନ କ୍ରିୟାରେ ଏକ କୁ
ତୁମେ ଯେକୌଣସି ସଂଖ୍ୟା ସହିତ ଗୁଣି ଦେଲେ ସେଇ ସଂଖ୍ୟା ସେ ଦବ। ତ ଏଇ ବିଶେଷ ଗୁଣ ଯୋଗୁ ପିଲେ ଆମେ ଏକକୁ ମଧ୍ୟ ଗୋଟିଏ କଣ କହିବା, ଅଭେଦ କହିବା। କଣ ପାଇଁ? ସେ ତାର ଆଇଡେଣ୍ଟିଟି କୁ କଣ କରୁଛି, ସଂଖ୍ୟା ମାନଙ୍କର ଆଇଡେଣ୍ଟିଟି କୁ କଣ କରୁଛି, ସ୍ଥିର ରଖୁଛି, ଚେଞ୍ଜ କରେଇ ଦଉନି। ହଁ କି ନାଇଁ? ତାର ସେ କୌଣସି ପରିବର୍ତ୍ତନ ଆଣୁନାହିଁ। ଯେହେତୁ କୌଣସି ପରିବର୍ତ୍ତନ ଆଣୁନାହିଁ, ଯେକୌଣସି ସଂଖ୍ୟା ସହିତ ଗୁଣିଲେ ତାକୁ ଆମେ ଗୋଟେ କଣ କହିଥିଲେ, ଗୁଣାତ୍ମକ ଅଭେଦ। ଯେହେତୁ ଗୁଣନ ପ୍ରକ୍ରିୟା କରୁଛ ତ କଣ ତାକୁ କଣ କହିବା, ଗୁଣନାତ୍ମକ ଗୁଣନାତ୍ମକ ଅଭେଦ, ବା ଇଂରାଜୀରେ କହିବା ମଲ୍ଟିପି ମଲ୍ଟି ମଲ୍ଟିପ୍ଲିକେଟିଭ ମଲ୍ଟିପ୍ଲିକେଟିଭ ଆଇଡେଣ୍ଟିଟି। କଣ ପଢିବା, ଆଇଡେଣ୍ଟିଟି। ଓକେ। ତ କହିବା ଗୁଣନାତ୍ମକ ଅଭେଦ। ତାହେଲେ ମତେ ପିଲେ କହିଲ, ଏଇ ଗୁଣନାତ୍ମକ ଅଭେଦଟି କୋଉ କୋଉ ସେଟ ରେ ଅଛି? ଏନ୍ ସେଟ ରେ ଅଛି, ଏନ୍ ସେଟ ରେ ଏକ ଅଛି, ହଁ କି ନାଇଁ? ଏନ୍ ଷ୍ଟାର ସେଟ ମଧ୍ୟରେ ଏକ ବି ଅଛି, ଜେଡ ରେ ବି ଏକ ଅଛି, ତ ଜେଡ ସେଟ ରେ ବି ଗୁଣାତ୍ମକ ଅଭେଦ ଅଛି, କ୍ୟୁ ସେଟ ରେ ମଧ୍ୟ ଗୁଣାତ୍ମକ ଅଭେଦ ଅଛି। ତାହେଲେ ତୁମେ ଏଠି ପିଲେ କଣ ପାଇଲ? ତୁମେ ପାଇଲ ଯୋଗ କ୍ରିୟାର ଅଭେଦ କିଏ? ଶୂନ। ତା ଅର୍ଥ ଏ ଯଦି କୌଣସି ଗୋଟେ ପରିମେୟ ସଂଖ୍ୟା ହୁଏ, ବା ମୁଁ ଲେଖିବି ଏ ବିଲଙ୍ଗସ ଟୁ କ୍ୟୁ ସେଟ, ତାହେଲେ ତୁମେ କଣ ଲେଖିପାରିବ, ଏ ପ୍ଲସ ଶୂନ, ଯାହା ଶୂନ ପ୍ଲସ ଏ ମଧ୍ୟ ସେଇଆ। ଏକା କଥା କି ନାଇଁ? ଇଜ ଇକ୍ୱାଲ ଟୁ କେତେ ହବ, ସେଇ ସଂଖ୍ୟା ଏ ହବ। ସେଇଭଳିଆ ଗୁଣନ କ୍ରିୟା ପାଇଁ ମଧ୍ୟ ମତେ କୁହ, ଏକ ହଉଛି ଗୋଟେ ଅଭେଦ, ହଁ କି ନାଇଁ? ମନେକର ପିଲେ ଯେକୌଣସି ଗୋଟେ ପରିମେୟ ସଂଖ୍ୟା ତମେ ନବ, ତାହେଲେ କଣ ଲେଖିବ, ଏ ବିଲଙ୍ଗସ ଟୁ କ୍ୟୁ। ଅର୍ଥ ଏ ଗୋଟିଏ ପରିମେୟ ସଂଖ୍ୟା। ୟାର ଅର୍ଥ ତମେ ସେଟରେ ପଢିକି ଆସିଛ, ଏ ପରିମେୟ ସଂଖ୍ୟା ସେଟରେ ଗୋଟିଏ ଉପାଦାନ। ତାହେଲେ ତୁମେ କଣ ପାଇବ ଏଠୁ? ତୁମେ ଏଠି ପାଇବ ଯେ ଏ ଗୁଣନ ଏକ, ଯାହା ଏକ ଗୁଣନ ଏ ତାହା କାହା ସହିତ ସମାନ, ସେଇ ସଂଖ୍ୟା ଏ ସହିତ ସମାନ। ତ ୟାକୁ ଆମେ କଣ କହିବା ପିଲେ, ଶୂନକୁ କହିବା ଆମେ ଏଠି ଯୋଗାତ୍ମକ ଅଭେଦ। ସେମିତି ଏ କୁ କଣ କହିବା, ଗୁଣନାତ୍ମକ ଅଭେଦ। ବୁଝିଲା କି ବୁଝିଲାନି? ଏତିକି ପିଲେ ମନେ ରଖିଥିଲ। ଏହାପରେ ଆମେ କଣ ପଢିବା ପିଲେ, ଯୋଗାତ୍ମକ ବିଲୋମୀ। କଣ ପଢିବା ପିଲେ, ବିଲୋମୀ। ହେଲେ ବିଲୋମୀକୁ ଇଂରାଜୀରେ କହନ୍ତି କଣ କହିଲ, ଇନଭର୍ସ। କଣ କହନ୍ତି, ଇନଭର୍ସ। କଣ ଇନଭର୍ସ ଦେଖିବା ପିଲେ? ପିଲେ ମତେ କୁହ, ଯେକୌଣସି ସଂଖ୍ୟାକୁ ତୁମେ ନିୟ, ମନେକର ମୁଁ ନେଲି ଦୁଇ ଗୋଟି ଗଣନ ସଂଖ୍ୟା, ୟା ଦେହରେ କେତେ ମିଶେଇଲେ ଶୂନ ହବ ମତେ କହିଲ? ତମେ କହ ଭାଇ ମୋ ପାଖରେ ଦିଟା ଚକୋଲେଟ ଥିଲା, ମୁଁ କଣ କଲେ ମୋ ପାଖରେ ଶୂନ ଚକୋଲେଟ ହେଇଯିବ? ଦିଟା ଚକୋଲେଟକୁ ଯଦି ମୁଁ ଖାଇଦେବି, ହଁ କି ନାଇଁ? ତାର ତ ଯଦି ମୁଁ ଦୁଇରୁ -2 କୁ ନେଇଯିବି, ବା -2 କୁ ଆଡ କରିବି, ତାହେଲେ ମତେ କେତେ ମିଳିବ କୁହ, ଶୂନ ମିଳିବ। ତା ମୋ ପାଖରେ କିଛି ଟଙ୍କା ନାହିଁ, ମୁଁ କହିବି ମୋ ପାଖରେ -2 ଟଙ୍କା ଅଛି, ମତେ କିଏ 2 ଟଙ୍କା ଦେଇଦବ। ଓକେ, ତ ମନରେ ବି କୋଶ୍ଚିନ୍ ଆସିବ, ମୋ ପାଖରେ କିଛି ଟଙ୍କା ନାହିଁ, ମୋ ପାଖରେ 2 ଟଙ୍କା ହେଲେ ମୋ ପାଖରେ 2 ଟଙ୍କା ହବ। ଓକେ, କିନ୍ତୁ ଏଇଠି ଆମେ କଣ କହୁଛେ, ମନେକର ପିଲେ ତୁମ ପାଖରେ -2 ଟଙ୍କା ଅଛି, ମନେକର ତମକୁ ଜଣେ 2 ଟଙ୍କା ଦବ, ତ ତମ ପାଖରେ କେତେ ହେଇଯିବ? ତମ ପାଖରେ 0 ଟଙ୍କା ହବ। ତାର ତ ମନେକର ତୁମେ ଋଣ କରିଛ କାଠୁ -2 ଟଙ୍କା, ତମକୁ ମୁଁ 2 ଟଙ୍କା ଦେଲି, ତ ତୁମ ପାଖରେ କଣ 2 ଟଙ୍କା ହବ କି? ତୁମେ ଯାହାଠୁ ଋଣ ନେଇଛି ତାକୁ 2 ଟଙ୍କା ଦବ କି ନାଇଁ? ତମେ ମନେକର ପିଲେ, ତମେ ହେଲା ରାମ, ତୁମେ ମନେକର ପିଲେ ଶ୍ୟାମ ଠାରୁ 2 ଟଙ୍କା କଣ ଆଣିଛ, ଉଧାର ଆଣିଛ 2 ଟଙ୍କା, ତମ ପାଖରେ +2 ଟଙ୍କା ଅଛି, ଆଣିଛ, ଠିକ ଅଛି। ତ ତମେ କଣ କରିବ, ରାମକୁ ପୁଣି -2 ଟଙ୍କା ଦେଇଦେଲେ ତୁମ ପାଖରେ କେତେ, ତମେ ଯଦି ତାକୁ 2 ଟଙ୍କା ଦେଇଦବ, ତମ ପାଖରେ କେତେ ହେଇଯିବ, ଶୂନ ହେଇଯିବ। ବା ଯେହେତୁ ତୁମେ ରାମ ଠାରୁ 2 ଟଙ୍କା ଧାର କରିଛ, ତୁମେ ରାମକୁ ପୁଣି ଫେରେଇବ କି ନାଇଁ ମତେ କୁହ? ଯେତେବେଳେ ଫେରେଇବ, ତାପରେ ତୁମ ପାଖରେ କଣ ହବ ମତେ କୁହ? ତମ ପାଖରେ କିଛି ପଇସା ରହିବନି। ସେଥିପାଇଁ କୁହାଯାଏ ଯେ -2 ଟଙ୍କା ତମ ପାଖରେ ଅଛି ମାନେ, ତମେ ଯଦି 2 ଟଙ୍କା ଆଣି ଖର୍ଚ୍ଚ କରିବ କି ନାଇଁ? ଆଣିକି ତ ରଖିବନି, ମନେକର ଖର୍ଚ୍ଚ କରିଦେଲ, ହେଲା, ଖାଇଦେଲ, ଚକୋଲେଟ ଖାଇଦେଲ। ତୁମ ସାଙ୍ଗ ଶ୍ୟାମଠୁ ତୁମେ କଣ କଲ, 2 ଟଙ୍କା ଆଣି ଚକୋଲେଟ ଖାଇଦେଲ। ଶ୍ୟାମକୁ ପୁଣି ସୁଝିବ କି ନାଇଁ? ମନେକର ତୁମ ବାପା ତୁମକୁ 2 ଟଙ୍କା ଦେଲେ, ତୁମ ପାଖରେ ଏବେ କେତେ ଟଙ୍କା ହେଲା? ତୁମ ଭାଇ ମୋ ପାଖରେ 2 ଟଙ୍କା ହେଲା, କେମିତି ଟଙ୍କା ହବ? ତୁମେ ପୁଣି ଶ୍ୟାମକୁ ଫେରେଇବ କି ନାଇଁ? ତାର ତୁମେ ଋଣ କରିଥିଲ, ତ ତାର ତୁମ ପାଖରେ -2 ଟଙ୍କା ଥିଲା, ତୁମେ ଏବେ ତମ ବାପାଙ୍କଠୁ 2 ଟଙ୍କା ଆଣିଲେ, ତୁମ ପାଖରେ ଶୂନ ହବ। କଣ ପାଇଁ? ତୁମେ ତାକୁ ଦବ ଯାହାଠୁ ଆଣିଛ। ଓକେ, ଋଣାତ୍ମକ ସଂଖ୍ୟା ଟା ଏମିତି ହିଁ ବାହାରି ଥିଲା, ଋଣ କରିଥିବାରୁ ଋଣାତ୍ମକ ସଂଖ୍ୟା। ବୁଝିପାରୁଛ ତ କେମିତି ବାହାରିଲା, ଆମେ ଲୋକମାନେ କେମିତି ବାହାର କଲେ, ସେଥିପାଇଁ ମୁଁ ବୁଝୁଛି। ସେଇଭଳିଆ ପିଲା ମତେ କହିଲ ଦେଖିଆ, ମୁଁ କହିବି 2 ବିଭକ୍ତ 3, ଏଥିରେ କେତେ ମିଶିଲେ ଶୂନ ହବ?
ମାଇନସ 2 ବିଭକ୍ତ 3 ମିଶିଲେ ଶୂନ ହେଇଯିବ। ଚେକ୍ କରୁନ ତମେ, ଦେଖିଲ ପ୍ଲସ୍ ଅଛି ମାଇନସ ଅଛି, ହେଲା ମୁଁ କଣ ଲେଖିପାରିବି, ପ୍ଲସ ରେ ମାଇନସ ଗୁଣିଲେ ମାଇନସ, ତାକୁ 2/3 ଲେଖିପାରିବି। ପ୍ଲସ୍ ଆକୁ ପିଲେ ମୁଁ 3 ଲେଖିପାରିବି କି ନାହିଁ? ଏଠି କେତେ ହେଇଯିବ 2, ଏଠି ହେଇଯିବ 2, 2 ରୁ 2 ଗଲେ ଶୂନ। ଶୂନରେ ଯେକୌଣସି ସଂଖ୍ୟା ହେଲେ ତମେ ଜାଣିଛ ଶୂନ, 0/3 ସମାନ ଶୂନ। ଶୂନ ବାଇ ଯେକୌଣସି ସଂଖ୍ୟା a ଇକ୍ୱାଲ ଟୁ ଶୂନ, କିନ୍ତୁ ଏ ପିଲେ ମନେ ରଖିବେ ଯେ ଶୂନ ହବ ନାହିଁ, ହେଲା। ଆମେ ପରିମେୟ ସଂଖ୍ୟା ବେଳେ ପଢିକି ଆସିଥିଲେ, ଆମେ ଶୂନକୁ ଲେଖିପାରିବା 0/1, 0/100, 0/-5 କହିଥିଲି ତମାନଙ୍କୁ ଲେଖିପାରିବା କି ନାହିଁ? ଆଚ୍ଛା, ଯେହେତୁ ପିଲେ ତୁମେ 2 ରେ -2 ମିଶିଲେ ଶୂନ ହଉଛି, -2 ରେ 2 ମିଶିଲେ ଶୂନ ହଉଛି, ତାର ତ ତୁମେ କଣ ଦେଖୁଛ, ଯଦି ଯେକୌଣସି ପରିମେୟ ସଂଖ୍ୟା ଅଛି a, ତା ଦେହରେ ତୁମେ ଯଦି -a ମିଶେଇ ଦବ ତୁମକୁ କେତେ ମିଳିବ, ଶୂନ ମିଳୁଥିବା ଦରକାର। ଯଦି ଶୂନ ମିଳିଗଲା ତାହେଲେ a କୁ -a ର ଯୋଗାତ୍ମକ ବିଲୋମୀ କୁହାଯାଏ, ଯେହେତୁ ଯୋଗ କ୍ରିୟା କରୁଛ। ବା -a କୁ a ର ଯୋଗାତ୍ମକ ବିଲୋମୀ କୁହାଯାଏ। ହେଲେ ଯୋଗାତ୍ମକ ବିଲୋମୀ କହିଲେ ବି ବୁଝିଲେ କଣ, ନା ଗୋଟିଏ ସଂଖ୍ୟାର ଯୋଗାତ୍ମକ ବିଲୋମୀ ପାଇବା ପାଇଁ ତୁମେ ଏମିତି ଆଉ ଗୋଟେ ସଂଖ୍ୟା ଖୋଜିବ ଯେପରିକି ତାକୁ ତା ସହିତ ଯୋଗ କଲେ ତମକୁ ସବୁବେଳେ ଶୂନ ମିଳୁଥିବା ଦରକାର। ଯୋଗାତ୍ମକ ବିଲୋମୀ କହିଲେ କଣ, ଶୂନ ଆସୁଥିବା ଦରକାର, ୟାକୁ କହନ୍ତି ଆଡିଟିଭ ଇନଭର୍ସ, ହେଲା। ତାର ତ ମନେକର ମୁଁ ତୁମମାନଙ୍କୁ କହିବି ପିଲେ 5/3 ର ଯୋଗାତ୍ମକ ବିଲୋମୀ କିଏ, ତୁମେ ଖାଲି ମାଇନସ ଚିହ୍ନଟି ଲଗେଇଦବ, -5/3। ତେବେ ତମକୁ କିଏ କହିବ ଭାଇ -7/3 ର ଯୋଗାତ୍ମକ ବିଲୋମୀ କେତେ ହବ, ମୁଁ କହିଲି ମାଇନସ ଟା ଲଗେଇଦବ, ତ ମାଇନସ ଅଫ -7/3, ମାଇନସ ମାଇନସ ହେଇଗଲା ପ୍ଲସ, ହେଇଗଲା +7/3। ତମେ ଦେଖୁନ -7/3 ରେ 7/3 ମିଶିଲେ ହିଁ ଶୂନ ମିଳିବ। ତ ବର୍ତ୍ତମାନ ତମେ ଜାଣିଲ ଯେ ଯେକୌଣସି ପରିମେୟ ସଂଖ୍ୟା ମନେକର ପିଲେ p/q ଆକାରରେ ଅଛି, ଏହାର ଯୋଗାତ୍ମକ ବିଲୋମୀ କେତେ ହେଇଯିବ, -p/q। ବା ଯଦି କୋଉଠି -p/q ଥିବ, ୟାର ଯୋଗାତ୍ମକ ବିଲୋମୀ କେତେ ଲେଖିବ, p/q ଲେଖିବ। କଣ ପାଇଁ, ନା ଯେହେତୁ p/q ପ୍ଲସ -p/q ର ମୂଲ୍ୟ ଶୂନ ହଉଛି। ସେଇଭଳିଆ ପିଲେ ତୁମେ, ତୁମ ମନକୁ ବର୍ତ୍ତମାନ ଆସୁଥିବ ଭାଇ, ଯେମିତି ଯୋଗାତ୍ମକ ବିଲୋମୀ ଅଛି ସେଇଭଳିଆ ଆଉ କିଛି ଗୁଣନାତ୍ମକ ବିଲୋମୀ ଅଛି କି? ନିହାତି ଅଛି। କଣ ଅଛି, ଯେମିତି ଗୁଣନାତ୍ମକ ଅଭେଦ ଥିଲା, ଯୋଗାତ୍ମକ ଅଭେଦ ଥିଲା, ସେଭଳି ଗୁଣାତ୍ମକ ବିଲୋମୀ, ତା ଗୁଣନାତ୍ମକ କହନ୍ତିନି, ଗୁଣାତ୍ମକ ବିଲୋମୀ। ହଁ ଏଇଟା ଦେଖ, ହଁ ଏମିତି ଗୁଣାତ୍ମକ ହିଁ କହନ୍ତି, ସରି ଓଡିଆରେ ମୁଁ ଭୁଲ କହୁଛି। ଆଚ୍ଛା, ସେଇଭଳିଆ ପିଲେ ଗୁଣନାତ୍ମକ, ଠିକ କହୁଥିଲି, ଗୁଣାତ୍ମକ ନୁହଁ, ଗୁଣାତ୍ମକ ନୁହଁ, ଗୁଣନାତ୍ମକ, ଗୁଣନାତ୍ମକ ବିଲୋମୀ, ବିଲୋମୀ କହିଲେ ଇନଭର୍ସ, ଆଉ ତାକୁ କଣ କହିବା, ମଲ୍ଟିପ୍ଲିକେଟିଭ ଇନଭର୍ସ, ମଲ୍ଟିପ୍ଲିକେଟିଭ ଇନଭର୍ସ। ଆଚ୍ଛା, କଣ ୟା ଅର୍ଥ, ଯେମିତି ଏଠି ଶୂନ ଆସୁଥିଲା ପିଲା, ଏଠି ଏକ ଆସିବା ଦରକାର, ଏବଂ ପ୍ରକ୍ରିୟା କିଏ, ଗୁଣନ ପ୍ରକ୍ରିୟା। ତା ଅର୍ଥ ତୁମେ ଯେକୌଣସି ସଂଖ୍ୟାକୁ, ମନେକର 2 ନେଲି, ଏଥିରେ କେତେ ଗୁଣିବ ଯେ ତୁମକୁ 1 ମିଳିବ, ଏଇଟା ହେଲା ପିଲେ କଣ, ଗୁଣାତ୍ମକ ବିଲୋମୀ। ମତେ କହ 2 ରେ କେତେ ଗୁଣିଲେ 1 ହବ, କିଏ କହିବ? ଯଦି ତମେ 1/2 କରିଦବ, ଦେଖିଲ 2 କି 2 କଟିଯିବ, କେତେ ମିଳିବ, 1 ମିଳିବ କି ନାହିଁ? ସେଇଭଳିଆ ମତେ କହିଲେ ପିଲେ 5 ରେ କେତେ ଗୁଣିଲେ 1 ହବ, କିଏ କହିବ? 1/5 ଗୁଣିଲେ ହବ କି ନାହିଁ ମତେ କୁହ? ସେଭଳିଆ -5 ରେ କେତେ ଗୁଣିଲେ 1 ହବ, ମତେ କିଏ କହିବ? -1/5 ଗୁଣିଲେ ହବ। ଆଚ୍ଛା, ମତେ କହିଲେ ଦେଖିଆ 3/2 ରେ କେତେ ଗୁଣିଲେ 1 ହବ, ଏବେ ତୁମେ ମତେ କୁହ, 3/2 ରେ କେତେ ଗୁଣିଲେ 1 ହବ? ଦେଖିଲ ପିଲା, ଯଦି 2/3 ଗୁଣିଲେ ବି 1 ହବ କି ନାହିଁ? 2 2 କଟିଗଲା, 3 3 କଟିଗଲା, 1 ରହିଲା। ଅର୍ଥାତ ତମେ ଏଠି କଣ ଦେଖୁଛ ପିଲେ, ଯେକୌଣସି ସଂଖ୍ୟା ଦେଇଛି ଶୂନ ବ୍ୟତୀତ, ଶୂନକୁ ଛାଡିଦେବା, ଶୂନ ପଛରେ ଆମେ ପଛେ ଡିସ୍କସନ କରିବା, ଶୂନକୁ ଛାଡି ଯେକୌଣସି ପରିମେୟ ସଂଖ୍ୟା ତମେ ନୁହ, ମନେକର ଗୋଟିଏ ପରିମେୟ ସଂଖ୍ୟା ହଉଛି ଏ, ଯିଏ କି ଶୂନ ନୁହଁ, ଏ ଶୂନ ବ୍ୟତୀତ ଏକ ପରିମେୟ ସଂଖ୍ୟା। ତୁମକୁ ଯଦି କହିବି ୟାର ଗୁଣନାତ୍ମକ ବିଲୋମୀ କାଢ, ତ ତୁମେ ଖାଲି କଣ କରିବ, 1/1 କରିଦବ। 5 ଥିଲେ ୟାର ଗୁଣନାତ୍ମକ ବିଲୋମୀ କେତେ ଲେଖିବ, 1/5। -5 ରେ କେତେ ଲେଖିବ, -1/5। ସେଇଭଳିଆ 2/3 ଲେଖିଲେ 2/3 କେତେ ଲେଖିବ, ମୁଁ କହିଲି 1 ବିଭକ୍ତ କରିଦବ, ତା ତ 1/2 ତାକୁ ଲେଖିପାରିବି ଏମିତି, 1 ହରଣ 2/3, ବା 1 ଗୁଣନ 3/2, ବା 3/2। ତାର ତ 2/3 ଥିଲେ ତମେ ଲେଖିବ ଡାଇରେକ୍ଟ 3/2, ଖାଲି ଲବ ବାଇ ହର ଥିଲେ ତାକୁ ଉଲଟେଇକି କଣ କରିଦବ, ହର ବାଇ ଲବ କରିଦବ। ଏଠି 5 ଅର୍ଥ ପିଲେ କେତେ, 5/1, ତାକୁ ଉଲଟେଇଲେ କେତେ ହେଇଯିବ, 1/5।
ଏଠି -5 କହିଲେ -5/1 ଆକୁ ଓଲଟିଲେ କେତେ ହବ 1/-5 ବା -1/5 ଏକା କଥା। ତ ତୁମେ ଏଠି କଣ ଶିଖୁଛ ଯେକୌଣସି ପରିମେୟ ସଂଖ୍ୟା ମାନଙ୍କର p/q ଅଛି ଏହାର ଗୁଣାତ୍ମକ ବିଲୋମୀ କାଢିବା ଅର୍ଥ ମୁଁ ଏମିତି ଗୋଟେ ସଂଖ୍ୟା କାଢିବି ଯିଏ କି ଏହା ଦ୍ଵାରା ଗୁଣିଲେ ମତେ ଗୁଣଫଳ 1 ଦବ। ତ ସେ ସଂଖ୍ୟାଟା କିଏ ହବ q/p ହବ। p/q ଥିଲେ ଲବ ବାଇ ହର ଥିଲେ ହର ବାଇ ଲବ ହେଇଯିବ। ଏତିକି ପିଲେ ମନେ ରଖିଲ। ଏଟାକୁ ଆମେ କଣ କହିବା ଗୁଣାତ୍ମକ ବିଲୋମୀ କହିବା। ଶୂନ କେସରେ ପିଲେ ହବନି କଣ ପାଇଁ ନା ତୁମ ମାନଙ୍କର ଗୋଟେ ସଂଖ୍ୟା ଅଛି ପିଲେ ଶୂନ ତୁମ ଭାଇ ଏଥିରେ ମୁଁ 1/0 କରିଦେବି 1/0 ଟା ପିଲେ କଣ ହେଇଯିବ ନିରର୍ଥକ ହେଇଯିବ ଅର୍ଥହୀନ ହେଇଯିବ ଅର୍ଥ ନାହିଁ କିଛି ଆର ଅନଡିଫାଇନ ହେଇଯିବ ବା ସଂଜ୍ଞାହୀନ ହେଇଯିବ। ଏଇ କେସରେ ଏଟା ଆପ୍ଲାଏ ହେଇପାରିବନି ହେଲା ବାକି ସବୁ କେସରେ ହେଇପାରିବ। ସେଇଥିପାଇଁ ପିଲା ଆମେ କହେ 1 କୁ ଗୁଣାତ୍ମକ ଅଭିଧ ଏବଂ ଆମେ ବର୍ତ୍ତମାନ ଶିଖିଲେ ଗୁଣାତ୍ମକ ବିଲୋମୀ କଣ। ଏଇ ବିଲୋମୀଟିକୁ ମଧ୍ୟ ପିଲେ କହନ୍ତି ବ୍ୟୁତ୍କ୍ରମ। ଅର୍ଥ 2/3 ର ବ୍ୟୁତ୍କ୍ରମ କହିଲେ କଣ 3/2 ବା ଇଂରାଜୀରେ ତାକୁ କହନ୍ତି ରେସିପ୍ରୋକାଲ। ତମକୁ ଯିଏ କହିବ 3/2 ର ରେସିପ୍ରୋକାଲ କାଢିଲୁ ତମେ କହିବ 2/3 ଓଲଟେଇ ଦବ। -14/15 ରେସିପ୍ରୋକାଲ କହିଲୁ ଓଲଟେଇ ଦବ -15/14। ହଉଛି କି ହଉନି କଣ ପାଇଁ ରେସିପ୍ରୋକାଲ କହିବ ବା ବ୍ୟୁତ୍କ୍ରମ କହିବ ଯେହେତୁ ଏଇ ଦିଟା ସଂଖ୍ୟାକୁ ଗୁଣିଲେ ଗୁଣଫଳ 1 ହଉଛି। ତ p/q ର ବ୍ୟୁତ୍କ୍ରମ କେତେ q/p ବ୍ୟୁତ୍କ୍ରମ ଯାହା ବିଲୋମୀ ସେଇଆ। ଏତିକି ପିଲେ ମନେ ରଖିବ। ତ ସେଇଭଳିଆ ଯଦି x ଶୂନ ନୁହଁ ତାହେଲେ ମତେ କୁହ x ର ବିଲୋମୀ କିଏ 1/x 1/x ର ବିଲୋମୀ କିଏ x କୋଉ ବିଲୋମୀ ଟା ଗୁଣନାତ୍ମକ ବିଲୋମୀ ମନେ ରଖିବ ହେଲା। ଯୋଗାତ୍ମକ ବିଲୋମୀ କହିଲେ x ର କେତେ ହବ -x ଯେହେତୁ x ରେ -x ମିଶିଲେ ଶୂନ ବା -x ରେ x ମିଶିଲେ ଶୂନ ଏକା କଥା ତ -x ର ବିଲୋମୀ। ଏବେ ଆଉ ଗୋଟେ ନିୟମ ପଢିବା ତା ନାଁ ହେଲା କଣ ବଣ୍ଟନ ନିୟମ। ଦେଖିବା ବଣ୍ଟନ ନିୟମ କଣ ଉଦାହରଣ ଦେବା -3/4 ଯେକୌଣସି ଉଦାହରଣ ନେଲେ ହବ -3/4 2/3 2/3 -5/6 ତିନିଟି ସଂଖ୍ୟା ଅଛି। ହେଲେ ବଣ୍ଟନ ନିୟମ ଟା କଣ କହୁଛି ଆଗ ଶୁଣିଦିଅ। ମନେକର ପିଲେ a b ଆଉ c ଗୋଟେ ଗୋଟେ ପରିମେୟ ସଂଖ୍ୟା ତାହେଲେ ତମେ କଣ ଲେଖିବ ବିଲଙ୍ଗସ ଟୁ q। ସେ କହୁଛି ତୁମେ ଯଦି ପିଲେ a ଗୁଣନ b ପ୍ଲସ c ୟାକୁ ସରଳ କରିବାକୁ ଚେଷ୍ଟା କରିବ ଯାହା ହବ a ଗୁଣନ b ପ୍ଲସ a ଗୁଣନ c ମଧ୍ୟ ସେଇଆ ହବ। ଏଠି ଦେଖ a ଗୁଣନ b ପ୍ଲସ c କୁ ଚନ୍ଦ୍ର ବନ୍ଧନୀ ଭିତରେ ମିଶ୍ରଣ କରାଯାଇଛି ବା ଯୋଗ କ୍ରିୟା କରାଯାଇଛି। ତାର ତମେ କଣ ପାଉଛ ଯଦି ଏଇଭଳିଆ ଥିବ ତୁମେ a କୁ b ରେ ଗୁଣିବ ତାପରେ a କୁ c ରେ ଗୁଣିବ ଏବଂ ଯୋଗ କ୍ରିୟାକୁ ମଝିରେ ରଖିବ। ତାର ଏଠି ଆମେ କଣ କହିବା ଗୁଣନ କ୍ରିୟା ଯୋଗ କ୍ରିୟାକୁ କଣ କରୁଛି ବାଣ୍ଟୁଛି ବା ବଣ୍ଟନ ନିୟମ ପାଳନ କରୁଛି। ବୁଝିଲା କି ବୁଝିଲେନି ତାହେଲେ ଦେଖିବା ୟା ପରେ ଆମେ ପ୍ରୟୋଗ କରିବା ବଣ୍ଟନ ନିୟମ କଣ ମନେକର -3/4 ଟା ହଉଛି a ଏଇଟା ହେଲା b ଏଇଟା ହେଲା c। ଏ ମତେ କଣ ମୁଁ ଲେଖିବି -3/4 ଗୁଣନ b ପ୍ଲସ c ଅର୍ଥାତ 2/3 ପ୍ଲସ -5/6 ଏଇଟା ସମାନ ପିଲେ କେତେ ହବ ମୁଁ କହିଲି ଏବେ ବଣ୍ଟନ ନିୟମ ତମେ ପ୍ରୟୋଗ କର। କଣ କରିବ ତମେ ନା ଆକୁ ଏଇ ସଂଖ୍ୟା ଦ୍ଵାରା ଗୁଣିବ ଗୁଣ -3/4 ଗୁଣନ 2/3 ତାପରେ ପ୍ଲସ ଚିହ୍ନ ଅଛି ତ ପ୍ଲସ ଚିହ୍ନ ରଖିବ। ତାପରେ କଣ କରିବ ନା ପୁଣି -3/4 କୁ c ଦ୍ୱାରା ଗୁଣିବ -3/4 ଗୁଣନ -5/6 ଦେଖିବା ପରୀକ୍ଷା କରି ଦେଖିବା ସମାନ ହଉଛି କି ନାଇଁ LHS RHS ସମାନ ହଉଛି କି ନାଇଁ। ହେଲେ LHS ରେ କେତେ ଅଛି ଲେଫ୍ଟ ହ୍ୟାଣ୍ଡ ସାଇଡରେ କେତେ ଅଛି ସରଳ କଲ -3/4 ଗୁଣନ 2/3 ପ୍ଲସ -5/6 ଆଗ ବନ୍ଧନୀ କାମ କରିଛ କରିବ କି ନାଇଁ ଆଗ -3/4 କୁ ରଖିବ ଗୁଣନ ଚିହ୍ନ ଦବ ଆଗକୁ ସରଳ କଲେ କେତେ ହବ 2/3 ପ୍ଲସ ମାଇନସ କେତେ ହେଇଯିବ ମାଇନସ ହେଇଯିବ 5/6 ବା -3/4 ଗୁଣନ ଦଶ କେତେ ହବ ମତେ କୁହ ଦଶକୁ 6 ହବ 3 ଦୁଗୁଣେ 6 2 ଦୁଗୁଣେ 4 -5 ସରଳ କଲେ କେତେ ହବ -3/4 ଗୁଣନ -1/6 ମାଇନସ ମାଇନସ ପ୍ଲସ ହବକୁ ଲବରେ ଗୁଣ 3/24 ବା 1/8। RHS ରେ କେତେ ଅଛି ଦେଖିଲ ରାଇଟ ହ୍ୟାଣ୍ଡ ସାଇଡରେ କେତେ ଅଛି ରାଇଟ ହ୍ୟାଣ୍ଡ ସାଇଡରେ ଅଛି -3/4
ଗୁଣନ 2/3 ପ୍ଲସ୍ -3/4 ଗୁଣନ -5/6। ଅର୍ଥାৎ ଆଗୁଆକୁ ଗୁଣିବ କେତେ ହବ -6/12 ପ୍ଲସ୍ ଏଟା ଗୁଣ କେତେ ହବ 15/24। ଏଠି ମତେ କୁହ ଲସାଗୁ କେତେ ହେଇଯିବ? ଲସାଗୁ ହବ 24। 12 24 ଲସାଗୁ 24 ବୋଲି ପିଲେ ଜାଣିଛ କି ନାଇଁ? ଯେ ନ ଜାଣିଛ ପିଲେ ଗୋଟେ ସିରିଜ ଆମେ ଚଲେଇଛୁ ଅଲରେଡି, ତା ନାଁ ହେଲା ପିଲେ ଗପ ଗପରେ ଗଣିତ। ଗପ ଗପରେ ଗଣିତ ଷଷ୍ଠ କ୍ଲାସରେ ଲସାଗୁ ଗସାଗୁ ବିଷୟରେ ପିଲେ ବହୁତ ବିସ୍ତାର ଭାବେ ଆମେ ଡିସ୍କସନ କରିଛେ ସେଇ ସିରିଜରେ। ତମେ ଯାଇକି ଲସାଗୁ ଗସାଗୁ କଣ ଶିଖିପାରିବ, କେମିତି କଢାଯାଏ। ଏଠି ମୁଁ ଆଉ ସମୟ ନଷ୍ଟ କରିବିନି। 12 × 2 = 24, -2 ରେ 6 ଗୁଣିଲେ -12 ପ୍ଲସ୍ କେତେ ହେଇଯିବ 15 କୁ ସରଳ କଲେ ହେବ 3/24। 3/24 ହେଲା 1/8। ତ ଏଠି 1/8 ଆସୁଛି, ଏଠି 1/8 ଆସୁଛି। ଅର୍ଥାৎ ତୁମେ କଣ ପାଇଲ? ତୁମେ ପାଇଲ ଯେ a ଗୁଣନ b ପ୍ଲସ୍ c ଯାହା a ଗୁଣନ b ପ୍ଲସ୍ a ଗୁଣନ c ତାହା। ଏଇଟାକୁ ପିଲେ କଣ କହନ୍ତି? ଏଇଟା କହନ୍ତି ବଣ୍ଟନ ନିୟମ। ବୁଝିହଉଛି? ତାର ତ ଯେକୌଣସି ତିନୋଟି ପରିମେୟ ସଂଖ୍ୟା ତମେ ଯଦି ନବ ପିଲେ ଏଇଭଳିଆ ଚେକ୍ କରିବ ଯେ ବଣ୍ଟନ ନିୟମଟି ପାଳନ କରିବ। ବା ତୁମମାନଙ୍କର ଏମିତି ଲେଖିବ ପିଲେ, ଜଣେ ପିଲା କହିବ ଭାଇ ମୁଁ P1 Q1 ରେ ଲେଖିବି P1/Q1 ଗୁଣନ P2/Q2 ପ୍ଲସ୍ P3/Q3। ଲେଖିବା ଯାହା P1/Q1 ଗୁଣନ ଆକୁ ୟା ସହିତ ଗୁଣିବ P2/Q2 ପ୍ଲସ୍ P1/Q1 କୁ ୟା ସହିତ ଗୁଣିବ, ମିଶେଇବ P3/Q3 ମଧ୍ୟ ସାହା। ୟାକୁ ଲେଖିବା ବି ସେଇଆ। ଏଇଟା ପିଲେ କହନ୍ତି ବଣ୍ଟନ ନିୟମ। ତୁମର ବଣ୍ଟନ ବିଷୟରେ ଆଜି ତୁମେ ଶିଖିଗଲ। ବର୍ତ୍ତମାନ ତୁମେ ମତେ କଣ କହ ପିଲେ, ତୁମେ ସବୁ ଯାକ ନିୟମଟି ବର୍ତ୍ତମାନ ପଢିଦେଲ। ବର୍ତ୍ତମାନ ମୁଁ ତମକୁ ରିଭାଇଜ କରିଦେବି। ପ୍ରଥମେ ସମୃଦ୍ଧି ନିୟମ ପଢିଲ। ସମୃଦ୍ଧି ବିଭିନ୍ନ ସେଟରେ ବିଭିନ୍ନ ପ୍ରକ୍ରିୟା ଅଛି। ସମୃଦ୍ଧି ନିୟମ ପଢିଲ ବିଭିନ୍ନ ସେଟରେ, କୋଉ କୋଉ ସେଟରେ? n ଷ୍ଟାର, z ବା i ସେଟ ଏବଂ q ସେଟରେ। ସମୃଦ୍ଧି ପରେ କଣ ପଢିଲେ ଆମେ? କ୍ରମ ବିନିମୟ ନିୟମ, ତାପରେ ସହଯୋଗୀ ନିୟମ। ଆଜି କଣ କଣ ଦେଖିଲେ ଆମେ? ଯୋଗାତ୍ମକ ଭେଦ, ଗୁଣନାତ୍ମକ ଅଭେଦ, ଯୋଗାତ୍ମକ ବିଲୋମୀ, ଗୁଣନାତ୍ମକ ବିଲୋମୀ। ଲାଷ୍ଟ କଣ ଦେଖିଲେ ଆଜି? ବଣ୍ଟନ ନିୟମ, ବା ତାକୁ ଇଂରାଜୀରେ କହନ୍ତି ଡିଷ୍ଟ୍ରିବ୍ୟୁଟିଭ। ଡିଷ୍ଟ୍ରିବ୍ୟୁସନ କହିଲେ କଣ? ବାଣ୍ଟିବା। କିଏ ବାଣ୍ଟିବ? କିଏ ବାଣ୍ଟୁଛି? ଗୁଣନ କ୍ରିୟା ଯୋଗ ପ୍ରକ୍ରିୟାକୁ ବାଣ୍ଟୁଛି। ବୁଝିଲା? ତାକୁ ପିଲେ କହନ୍ତି ଡିଷ୍ଟ୍ରିବ୍ୟୁଟିଭ ଲ। ବୁଝିଲା କି ବୁଝିଲାନି? ସେଭଳି ପିଲେ ଏବେ ତୁମର ଦେଖିବ ଆଉ କିଛି ନିୟମ ନାହିଁ, ସବୁ ସରିଗଲା। ତାପରେ ତୁମର ଚାପ୍ଟର 2 ସରିଲା। ତୁମେ ଯାଇକି ସମସ୍ତେ କଣ କରିବ? ୟାକୁ ସମାଧାନ କରିବ। ଏବେ ଆଉ କିଛି ଆମେ ପଢିବା, ଚାପ୍ଟର 2B କୁ ଯିବା। ଆଚ୍ଛା, ବିଭିନ୍ନ ସଂଖ୍ୟା ସେଟ ମଧ୍ୟରେ ସମ୍ପର୍କ। ତୁମାନେ ଅଲରେଡି ଏଟା ସେଟ ତତ୍ଵରେ ତୁମକୁ ବତେଇକି ଆସିଛି। ଏ ଗୋଟେ ଡାଇଗ୍ରାମ କରିଥିଲି କି ନାଇଁ ପିଲେ? ଆକୁ କୋଉ ଡାଇଗ୍ରାମ କହିଥିଲି ତମକୁ ମନେ ପକା? ଭେନ୍ ଡାଇଗ୍ରାମ କହିଥିଲି, ନାଇଁ କି? ଜନ୍ ଭେନ୍ ଆକୁ ବାହାର କରିଥିଲି ବୋଲି କହିଥିଲି। ତମେ ପ୍ରଥମେ କୋଉ ସେଟ କୁ ନବ? ଆଗ ଏନ୍ ସେଟ କୁ ନବ। ତାପରେ କୋଉ ସେଟ ଆସିବ? ଏନ୍ ଷ୍ଟାର ବା ସମ୍ପ୍ରସାରିତ ଗଣ ସଂଖ୍ୟା ଆସିବ। ଏଥିରେ ସବୁ ଯାକ ଯୋଉ ଉପାଦାନ ଅଛନ୍ତି ଏମାନେ ଏନ୍ ଷ୍ଟାର ରେ ବି ଅଛନ୍ତି। ଏଇଠି ଖାଲି ଶୂନ ଆସିଯିବ। ତାପରେ କିଏ ଆସିବ? ଜେଡ୍ ସେଟ। ଏଇଠି କଣ? ଏନ୍ ର ଏଲିମେଣ୍ଟ ଅଛନ୍ତି, ଏନ୍ ଷ୍ଟାର ଏଲିମେଣ୍ଟ ଅଛନ୍ତି, ତା ବାଦ ସବୁ ନେଗେଟିଭ ସଂଖ୍ୟା ବି ଅଛନ୍ତି। ହଁ କି ନାଇଁ? ସବୁ ଋଣାତ୍ମକ ସଂଖ୍ୟା ଅଛନ୍ତି। ଏଇଠି କଣ? ଏଇଠି ସବୁ ଗଣନ ସଂଖ୍ୟା ଅଛି, ସମ୍ପ୍ରସାରଣ ଗଣ ସଂଖ୍ୟା ଅଛି, ପୂର୍ଣ୍ଣ ସଂଖ୍ୟା ଅଛି। ତା ବାଦେ P/Q ଆକାରରେ ସବୁ ସଂଖ୍ୟା ଅଛନ୍ତି। ତ ଆମେ କେମିତି ଲେଖିବା? ଏନ୍ ଷ୍ଟାର ଗୋଟେ ସବସେଟ, ଏ ଜେଡ୍ ର ଗୋଟେ ସବସେଟ, ଏ କ୍ୟୁ ର ଗୋଟେ ସବସେଟ। ତ ଏଟା ହେଲା ବିଭିନ୍ନ ସଂଖ୍ୟା ମାନଙ୍କ ଭିତରେ, ବିଭିନ୍ନ ସଂଖ୍ୟା ସେଟ ମାନଙ୍କ ଭିତରେ କଣ ସମ୍ପର୍କ। ତ ପିଲେ ଆଜିର କ୍ଲାସଟିକୁ ଆମେ କଣ କରିବା? ଆମେ ଏଇଠି ରଖିବା। ନେକ୍ସଟ କ୍ଲାସରେ ଆମେ କଣ କରିବା ପିଲେ? ସଂଖ୍ୟା ରେଖାରେ ପରିମେୟ ସଂଖ୍ୟାକୁ କିଭଳି ଦେଖାଯାଏ ସେଇ ବିଷୟରେ ପଢିବା। ଅଲରେଡି ପିଲେ ତୁମେ ପୂର୍ଣ୍ଣ ସଂଖ୍ୟାର ରେଖା ବା ସଂଖ୍ୟା ରେଖାର ଲାଇନକୁ ଚିହ୍ନିକି ଆସିଛ। ଜଷ୍ଟ ତମମାନଙ୍କୁ ରିଭାଇଜ କରିଦଉଛି। ସଂଖ୍ୟା ରେଖା କହିଲେ କଣ? ତୁମେ ଏମିତି ଗୋଟେ ଲାଇନ ନବ, ଗୋଟେ ଷ୍ଟ୍ରେଟ ଲାଇନ ବା ସରଳ ରେଖା ନବ। ତାର ମନେକର ତମ ସ୍କେଲରେ ପିଲେ ଦୈର୍ଘ୍ୟ ହଉଛି 15 ସେଣ୍ଟିମିଟର। 15 ସ୍କେଲ ତମ ପାଖରେ ଅଛି ବା 30 ସେଣ୍ଟିମିଟର ଅଛି। ଏମିତି ସ୍କେଲ ଟେ ନେଲ, ଗୋଟେ ଲାଇନ ଟେ କାଟିଲ, ଏଠି ତୀର ଚିହ୍ନ ଦେଲ ଦି ପଟେ। ସେଟା ହେଲା ସଂଖ୍ୟା ରେଖା। ୟାର ମଧ୍ୟବିନ୍ଦୁ 30 ର ମଧ୍ୟ, ମନେକର ତମର 15 ସେଣ୍ଟିମିଟର ସ୍କେଲ ଅଛି ବା 30 ସେଣ୍ଟିମିଟର ସ୍କେଲ ଅଛି, ଯାହା ଅଛି। ୟାର ମଧ୍ୟବିନ୍ଦୁ କେତେ ହବ? 15 ଜାଗାରେ ହବ। ତାକୁ 0 ଦବ ବା ତାକୁ O କହିବ, ହେଲା ମୂଳ ବିନ୍ଦୁ।
यार डाहाणକୁ ତୁମେ କଣ କରିବ ନା ଏକ ଏକ ସେଣ୍ଟିମିଟର ବ୍ୟବଧାନରେ, ଏଇଠି 1 ସେଣ୍ଟିମିଟର, ଦୁଇ ପୁଣି ଏକ ଏକ ସେଣ୍ଟିମିଟର ବ୍ୟବଧାନରେ, 1 ସେଣ୍ଟିମିଟର ବ୍ୟବଧାନରେ ଏମିତି ଚାଲିଲେ ଏପଟକୁ କେତେ ଆସିଯିବ, ଏପଟେ 15 ପାଖରେ ପହଞ୍ଚିବ। ତାକୁ ନାଁ ଦବ, ଗୋଟେ ଗୋଟେ ସେଣ୍ଟିମିଟର ଗ୍ୟାପ ରେ ଚିହ୍ନ ଦବ, ବିନ୍ଦୁ ଦବ, ଗୋଟେ ବିନ୍ଦୁ ଦବ, ଆଉ ଗୋଟେ ବିନ୍ଦୁ ଦବ, ଆଉ ଗୋଟେ ବିନ୍ଦୁ ଦବ। ଏଭଳିଆ କଣ ଏପଟକୁ 15 ୟୁନିଟ ଯିବ, ଏଭଳିଆ ଏପଟକୁ ବି 15 ଭାଗ ଯିବ, ହଁ କି ନାଇଁ? ତାପରେ ଏଇ ବିନ୍ଦୁ ମାନଙ୍କୁ ଚିହ୍ନଟ କରିବ, ଆକୁ ଏ ଦବ, ଆକୁ ବି ଦବ, ଆକୁ ସି ଦବ। ଏଭଳିଆ ଯୋଉଟା 15 ନମ୍ବର ପଏଣ୍ଟ ଆସିବ ତାକୁ କଣ ଦବ ମନେକର ପିଲେ, ମନେକର ସିଏ ହେଇଗଲା କିଛି ବି, ମନେକର ଏକ୍ସ ହେଇଗଲା, ଯାହା ବି ତୁମର ଆସିବ ସେପଟେ ଏପଟେ କଣ ଦବ, ଏକ୍ସ ତ ଆସିବନି। 15 ନମ୍ବର ପିଲେ କିଏ ଆସିବ ମତେ କହିଲ, ଏ ବି ସି ଡି ଇ ଏଫ ଜି ଏଚ ଆଇ ଜେ କେ ଏଲ, 4 4 12 4 16 କେ ଆସିବ, ଏଇଟା 15 ନମ୍ବର ଆସିବ। ସେଭଳିଆ ବାମ ପଟୁ କଣ ଦବ, ଏ ଡ୍ୟାସ ବି ଡ୍ୟାସ ସି ଡ୍ୟାସ, ଏଭଳିଆ ଚାଲିବ, ଏଠି କେ ଡ୍ୟାସ, ବୁଝିଲା? ଏବେ କଣ କରିବ ତୁମେ ସଂଖ୍ୟା ରେଖାରେ ବିନ୍ଦୁ ମାନଙ୍କୁ ଚିହ୍ନଟ କରିଦେଲ ଏକ ଏକ ସେଣ୍ଟିମିଟର ବ୍ୟବଧାନରେ। ଏବେ ଏ କୁ କଣ କହିବ, ଆକୁ 1 କହିବ, ଆକୁ 2 କହିବ, ଆକୁ 3 କହିବ, ଏଇଭଳିଆ କେ କୁ 15 କହିବ। ସେଭଳିଆ ବାଁ ପଟେ କଣ କରିବ, -1 -2 -3 ଚାଲିବ, ଏଟା କହିବ -15। ଏଇ ଯୋଉ ସଂଖ୍ୟା ମାନଙ୍କୁ ତୁମେ ଏଇଭଳିଆ ଗୋଟେ ଲାଇନ ରେ ବା ରେଖାରେ ଦର୍ଶଉଛ, ତାକୁ କଣ କହନ୍ତି, ଆକୁ କହନ୍ତି ପୂର୍ଣ୍ଣ ସଂଖ୍ୟା ରେଖା ବା ସଂଖ୍ୟା ଲାଇନ, ନମ୍ବର ଲାଇନ, ପୂର୍ଣ୍ଣ ସଂଖ୍ୟା ରେଖା। ଏଠି ପ୍ରତ୍ୟେକ ବିନ୍ଦୁ ଭିତରେ ବ୍ୟବଧାନ ଥିଲେ ସମାନ, ଏତିକି ମନେ ରଖିବ ହେଲା। ଏଇଟା 1 ସେଣ୍ଟିମିଟର ତ ଏଇଟା 1 ସେଣ୍ଟିମିଟର, ଏଇଟା 1 ସେଣ୍ଟିମିଟର ତ ଏଇଟା 1 ସେଣ୍ଟିମିଟର, ପ୍ରତ୍ୟେକ ବ୍ୟବଧାନକୁ ସମାନ ବ୍ୟବଧାନ କରିବ, ବୁଝିଲା? ଏବଂ ତୁମେ ଜାଣିଛ ଯେ ପୂର୍ଣ୍ଣ ସଂଖ୍ୟା ମାନେ ଗୋଟେ କ୍ରମରେ ଅଛନ୍ତି, 1 2 3 କ୍ରମରେ ଅଛନ୍ତି କି ନାଇଁ? ତାର ତ 1 ଠାରୁ 2 ବଡ, 2 ଠାରୁ 3 ବଡ, 3 ଠାରୁ 4 ବଡ। ସେଭଳିଆ ଋଣାତ୍ମକ ସଂଖ୍ୟା ମାନେ ଗୋଟେ କ୍ରମରେ ଅଛନ୍ତି, -1 ଠାରୁ 2 ସାନ, -2 ଠାରୁ -3 ସାନ, ଏଭଳିଆ ଚାଲିବ। ଏଭଳିଆ କେତେ ସଂଖ୍ୟା ଅଛନ୍ତି, ଏଭଳିଆ ଅସଂଖ୍ୟ ବା ଇନଫାନାଇଟ, ଏ ସିମ୍ବଲ ଟା କଣ ଇନଫାନାଇଟ, ବା ତମେ ଓଡିଆରେ କହିବ ଅସଂଖ୍ୟ ସଂଖ୍ୟା ଅଛନ୍ତି ସଂଖ୍ୟା ରେଖାରେ, ଏଭଳିଆ ଅସଂଖ୍ୟ ପୂର୍ଣ୍ଣ ସଂଖ୍ୟା ଅଛନ୍ତି। ଯୋଉଭଳି ତୁମେ ଏଇଭଳିଆ ପୂର୍ଣ୍ଣ ସଂଖ୍ୟା ରେଖା ଶିଖିକି ଆସିଛ, ସେଇଭଳିଆ ମଧ୍ୟ ଆମେ ପରିମେୟ ସଂଖ୍ୟାର ରେଖା ମଧ୍ୟ ଆମେ ଅଙ୍କନ କରିପାରିବା। କିଭଳି ଆମେ ପୂର୍ଣ୍ଣ ସଂଖ୍ୟା ଜୀବନୀ ଅଙ୍କନ କରୁଛ, ପରିମେୟ ସଂଖ୍ୟା ରେଖା କିଭଳି ଅଙ୍କନ କରିବା, ସେଇ ବିଷୟରେ ଆମେ ନେକ୍ସଟ କ୍ଲାସରେ ଦେଖିବା। ଓକେ, ଆକୁ କହିବା ଆମେ ପରିମେୟ ସଂଖ୍ୟା ଲାଇନ ବା କ୍ୟୁ ଲାଇନ, ତାହେଲେ ପିଲେ କଣ ଜେଡ ଲାଇନ, ବୁଝିଲା? ତ ଆଜିର କ୍ଲାସକୁ ଆମେ ଏଇଠି ରଖିବା। ଜୟ ସାଇରାମ।